ଧନୁରାଶିର ଭାଇ ଓ ଭଉଣୀମାନେ, ଆଜି ମୁଁ ଏହି ଭିଡ଼ିଓରେ ଆପଣଙ୍କ ଜୀବନର ସେଇ 5ଟି ବଡ଼ କଳା ସତ୍ୟ ଉପରେ ଆଲୋଚନା କରିବି, ଯାହା ଶାସ୍ତ୍ରରେ ପୁରା ପ୍ରମାଣିତ ଏବଂ ଆଜି ପର୍ଯ୍ୟନ୍ତ ଆପଣଙ୍କୁ ୟୁଟ୍ୟୁବରେ କେହି ବି କହିନାହାନ୍ତି। ଆଜି ଆମେ ପୁରା ଡିଟେଲ୍ସରେ ଆଲୋଚନା ଆପଣଙ୍କର ପ୍ରକୃତ ସ୍ୱଭାବ କ'ଣ, ଆପଣଙ୍କ ଜୀବନର ସେଇ ଅସଲି ଭାଗ୍ୟୋଦୟ ବୟସ କେଉଁଠି ଲୁଚି ରହିଛି, ଆପଣଙ୍କ ପ୍ରେମ ଜୀବନରେ କାହିଁକି ବାରମ୍ବାର ଝଡ଼ ଆସେ, କେଉଁ ନିର୍ଦ୍ଦିଷ୍ଟ ଅକ୍ଷରର ଝିଅ ବା ପୁଅ ଆପଣଙ୍କ ଭାଗ୍ୟ ଚମକାଇ ଦେଇପାରନ୍ତି ଏବଂ ସବୁଠୁ ବଡ଼ ପ୍ରଶ୍ନ, ଧନୁରାଶି ପାଇଁ ଲଭ୍ ମ୍ୟାରେଜ୍ ଶ୍ରେଷ୍ଠ ନା ଆରେଞ୍ଜ ମ୍ୟାରେଜ୍ ଭଲ। କିନ୍ତୁ ଭାଇ ଓ ଭଉଣୀମାନେ, ଏହି ସବୁ ପଏଣ୍ଟ ଭିତରୁ ଭିଡ଼ିଓର ଠିକ୍ ମଝିରେ ମୁଁ ଆପଣଙ୍କୁ ପ୍ରେମ ଏବଂ ବିବାହକୁ ନେଇ ଏମିତି ଏକ ନିଚ୍ଛକ ସତ କଥା କହିବି, ଯାହା ଶୁଣିଲା ପରେ ଆପଣଙ୍କ ଛାତି ଥରି ଉଠିବ। ଆପଣ ନିଜ ପ୍ରେମକୁ ପୁରା ଜୀବନ ମାନି ସବୁକିଛି ସମର୍ପଣ କରିଦିଅନ୍ତି, କିନ୍ତୁ ଶେଷରେ ଆପଣଙ୍କୁ ମନଭଙ୍ଗର କଷ୍ଟ କାହିଁକି ସହିବାକୁ ପଡ଼େ ଏବଂ ଆପଣଙ୍କ ଜୀବନସାଥୀଙ୍କ ନାମର ପ୍ରଥମ ଅକ୍ଷର ଆପଣଙ୍କ ଜୀବନକୁ କେମିତି ନଷ୍ଟ କିମ୍ବା ଆବାହନ କରିପାରେ, ତା'ର ସଠିକ୍ ଗଣନା ମୁଁ ଆଜି ଆପଣଙ୍କୁ ଜଣାଇବି। ତେଣୁ ଆପଣ ନିଜ ଜୀବନକୁ ଭଲ ପାଉଛନ୍ତି ତେବେ ଭିଡ଼ିଓର ଗୋଟିଏ ହେଲେ ସେକେଣ୍ଡ ମିସ୍ ନକରି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଯଦି ଭିଡ଼ିଓ ଭଲ ଲାଗେ ତାହେଲେ ଭିଡ଼ିଓକୁ ଗୋଟିଏ ଲାଇକ୍ କରନ୍ତୁ। ଯଦି ଆପଣ ଚ୍ୟାନେଲରେ ନୂଆ ଅଛନ୍ତି ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ଯଦି ଆପଣ ଜଗନ୍ନାଥଙ୍କର ପ୍ରକୃତ ଭକ୍ତ ତାହେଲେ କମେଣ୍ଟ ବକ୍ସରେ ନିଶ୍ଚୟ ଭାବରେ ଜୟ ଜଗନ୍ନାଥ ଲେଖନ୍ତୁ। ଚାଲନ୍ତୁ ଆରମ୍ଭ କରିବା। ପ୍ରଥମେ ଆଲୋଚନା କରିବା ଧନୁରାଶିର ପ୍ରକୃତ ସ୍ୱଭାବ। ମନରେ କପଟ ନଥିବା ସରଳ ସ୍ୱଭାବ। ଧନୁରାଶିର ଲୋକମାନେ ଭିତରେ ଗୋଟିଏ ଏବଂ ବାହାରେ ଆଉ ଗୋଟିଏ ପ୍ରକାରର ହୋଇନଥାନ୍ତି। ସେମାନଙ୍କ ମନ ପୁରା ସଫା, କାହା ପ୍ରତି ମନରେ ରାଗ ବା ହିଂସା ଅଧିକ ସମୟ ରହେ ନାହିଁ। ଶତ୍ରୁ ବି ଯଦି ବିପଦରେ ପଡ଼ିଥାଏ ଏମାନେ ନିଜ କ୍ଷତି ସହି ମଧ୍ୟ ତାକୁ ସାହାଯ୍ୟ କରିବାକୁ ଆଗେଇ ଆସନ୍ତି। ଏମାନଙ୍କର ସବୁଠୁ ବଡ଼ ଗୁଣ ଏବଂ ସବୁଠୁ ବଡ଼ ଦୋଷ ହେଉଛି ଏମାନେ ସିଧାସଳଖ କଥା କୁହନ୍ତି। ପଛରେ ଚୁଗୁଲି କରିବା ଅପେକ୍ଷା ଯାହା କହିବାର ଥାଏ ସାମ୍ନାରେ ସଫା କହିଦିଅନ୍ତି। ଏହି ସ୍ପଷ୍ଟବାଦୀ ସ୍ୱଭାବ ଯୋଗୁଁ ଅନେକ ଲୋକ ଏମାନଙ୍କୁ ଭୁଲ ବୁଝନ୍ତି ଏବଂ ଏମାନଙ୍କର ଶତ୍ରୁ ସଂଖ୍ୟା ବଢ଼ିଯାଏ। ଧନୁରାଶିର ଲୋକେ ଭାବନ୍ତି ସଂସାରର ସବୁ ଲୋକ ଏମାନଙ୍କ ଭଳି ଭଲ, ସେଥିପାଇଁ ଏମାନେ ବହୁତ ଶୀଘ୍ର ପରଲୋକଙ୍କୁ ନିଜର ଭାବି ବିଶ୍ୱାସ କରିଦିଅନ୍ତି ଏବଂ ନିଜର ଗୁପ୍ତ କଥା କହିଦିଅନ୍ତି। ଶେଷରେ ସେହି ଲୋକମାନେ ହିଁ ସେମାନଙ୍କ ପଛରେ ଛୁରୀ ମାରି ଧୋକା ଦିଅନ୍ତି। ଏମାନେ ଜୀବନରେ ଯେତେ ବଡ଼ ସଂଘର୍ଷରେ ଥିଲେ ବି କାହା ଆଗରେ ହାତ ପାତିବା ବା ନେହୁରା ହେବା ପସନ୍ଦ କରନ୍ତି ନାହିଁ। କାହା ଅଧୀନରେ ରହି କାମ କରିବା ଏମାନଙ୍କର ସ୍ୱାଭିମାନକୁ ବାଧିଥାଏ। ଏମାନେ ନିଜ ପରିଶ୍ରମ ବଳରେ ଶୂନ୍ୟରୁ ଉଠି ନିଜର ପରିଚୟ ସୃଷ୍ଟି କରନ୍ତି। ଧନୁରାଶିର ଅଧିପତି ହେଉଛନ୍ତି ଗୁରୁ ବୃହସ୍ପତି, ତେଣୁ ଏମାନଙ୍କ ଭିତରେ ଜ୍ଞାନ ଏବଂ ବୁଦ୍ଧି ଅଧିକ ରହିଥାଏ। ଏମାନେ ନୂଆ ନୂଆ ଜିନିଷ ଶିଖିବାକୁ ଏବଂ ବୁଲିବାକୁ ବହୁତ ଭଲ ପାଆନ୍ତି। ଏମାନଙ୍କୁ ନିଜ ସ୍ୱାଧୀନତାରେ କାହାର ହସ୍ତକ୍ଷେପ ଜମା ପସନ୍ଦ ନୁହେଁ। ଧନୁରାଶିର ପ୍ରକୃତ ଭାଗ୍ୟୋଦୟ ବୟସ 22 ବର୍ଷ ବୟସ, ଯାହାକି ପ୍ରଥମ ସଫଳତାର ପାଦ। 22 ବର୍ଷ ବୟସରେ ଧନୁରାଶିର ଲୋକଙ୍କ ଜୀବନରେ ପ୍ରଥମ ବଡ଼ ପରିବର୍ତ୍ତନ ଆସେ। ଏହି ବୟସରେ ସେମାନଙ୍କର ପାଠପଢ଼ା ଶେଷ ହୁଏ କିମ୍ବା କ୍ୟାରିୟରକୁ ନେଇ ଏକ ନୂଆ ରାସ୍ତା ମିଳିଥାଏ। ଏହା ଭାଗ୍ୟୋଦୟର ପ୍ରଥମ ଶୁଭ ସଂକେତ ଦେଇଥାଏ। ଦ୍ୱିତୀୟରେ ରହିଛି 32 ବର୍ଷ ବୟସ, ଅସଲି ଭାଗ୍ୟୋଦୟ ଯାହାକି ରହିଛି। ଶାସ୍ତ୍ର ଅନୁସାରେ ଧନୁରାଶିର ଲୋକଙ୍କର ପ୍ରକୃତ ଏବଂ ସବୁଠୁ ବଡ଼ ଭାଗ୍ୟୋଦୟ ହେଉଛି 32 ବର୍ଷ ବୟସରେ ହିଁ ହୋଇଥାଏ। ଏହି ବୟସରେ ସେମାନଙ୍କ ଜୀବନରୁ ସବୁ ସଂଘର୍ଷ ଧୀରେ ଧୀରେ ଶେଷ ହୁଏ। ଆର୍ଥିକ ସ୍ଥିତି ମଜବୁତ ହୁଏ, ସମାଜରେ ନାଁ ଓ ପ୍ରତିଷ୍ଠା ମିଳେ ଏବଂ ନିଜର ଘର କିମ୍ବା ବଡ଼ ସମ୍ପତ୍ତି କିଣିବାର ଯୋଗ ବନିଥାଏ। ଧନୁରାଶିର ଭାଇ ଓ ଭଉଣୀମାନେ, ଆପଣଙ୍କ ଜୀବନର 32 ବର୍ଷ ବୟସରୁ ଯେଉଁ ସଫଳତା ଆରମ୍ଭ ହୋଇଥାଏ ତାହା 36 ବର୍ଷ ବୟସକୁ ଆସୁ ଆସୁ ପୁରା ସ୍ଥାୟୀ ହୋଇଯାଏ। 32ରୁ 35 ବର୍ଷ ଭିତରେ ଆପଣ ଯେଉଁ ପରିଶ୍ରମ କରିଥାନ୍ତି 36 ବର୍ଷ ବୟସରେ ଗୁରୁ ବୃହସ୍ପତିଙ୍କ କୃପାରୁ
ଆପଣଙ୍କୁ ତାର ପୁରା ମିଠା ଫଳ ମିଳେ। ଏହି ବୟସରେ ଆପଣ ନିଜ କ୍ୟାରିୟରର ସବୁଠୁ ଶୀର୍ଷ ସ୍ଥାନରେ ପହଞ୍ଚନ୍ତି, ସମାଜରେ ପ୍ରବଳ ମାନ ସମ୍ମାନ ପାଆନ୍ତି ଏବଂ ଆର୍ଥିକ ଦିଗରୁ ଆପଣ ଏତେ ମଜବୁତ ହୋଇଯାଆନ୍ତି ଯେ ନିଜର ଏକ ସାମ୍ରାଜ୍ୟ ବା ବଡ଼ ପରିଚୟ ତିଆରି କରିବାରେ ସଫଳ ହୁଅନ୍ତି। ଏହା ହେଉଛି ଆପଣଙ୍କ ଜୀବନର ସବୁଠୁ ବଡ଼ ସୁବର୍ଣ୍ଣ ସମୟ। ଧନୁରାଶିର ପ୍ରେମର ପ୍ରକୃତ ସତ୍ୟତା। ଧନୁରାଶିର ଲୋକେ ଯେତେବେଳେ କାହାକୁ ପ୍ରେମ କରନ୍ତି ପୁରା ମନ ପ୍ରାଣ ଦେଇ କରନ୍ତି। ଏମାନଙ୍କ ପାଇଁ ପ୍ରେମ କେବଳ ଟାଇମ୍ ପାସ୍ ନୁହେଁ, ଏମାନେ ସାଥୀଙ୍କୁ ନିଜ ଜୀବନ ସାରା ପାଇବାକୁ ଚାହାନ୍ତି ଏବଂ ତାଙ୍କ ପାଇଁ କୌଣସି ବ୍ୟାକଗ୍ରାଉଣ୍ଡର ସୀମା ପାର କରିବାକୁ ପ୍ରସ୍ତୁତ ଥାନ୍ତି। ଏହି ରାଶିର ଲୋକେ ନିଜ ସମ୍ପର୍କକୁ ନେଇ ବହୁତ ସିରିୟସ୍ ଥାନ୍ତି। ଏମାନେ ନିଜ ସାଥୀଙ୍କ ସହିତ କେବେ ବି ଧୋକାବାଜ କରନ୍ତି ନାହିଁ। ପରିସ୍ଥିତି ଯେତେ ଖରାପ ହେଲେ ବି ଏମାନେ ଶେଷ ପର୍ଯ୍ୟନ୍ତ ହାତ ଧରି ରଖିବାକୁ ଚେଷ୍ଟା କରନ୍ତି। ପ୍ରେମରେ ସେମାନଙ୍କର ସବୁଠୁ ବଡ଼ ସର୍ତ୍ତ ହେଉଛି ବିଶ୍ୱାସ ଓ ସ୍ୱାଧୀନତା। ଧନୁରାଶିର ଲୋକଙ୍କୁ ପ୍ରେମ ନାମରେ ବାନ୍ଧି ରଖିବା କିମ୍ବା ବାରମ୍ବାର ସନ୍ଦେହ କରିବା ଜମା ପସନ୍ଦ ନୁହେଁ। ଯଦି ସାଥୀ ଏମାନଙ୍କ ଉପରେ ଅଧିକ କଟକଣା ଲଗାନ୍ତି ତେବେ ଏମାନେ ଭିତରେ ଭିତରେ ଶ୍ୱାସରୁଦ୍ଧ ଅନୁଭବ କରନ୍ତି। ଧନୁରାଶିର ସବୁଠୁ ବଡ଼ ଦୁର୍ଭାଗ୍ୟ କ'ଣ ଜାଣନ୍ତି? ଆପଣ ଯାହାକୁ ବି ନିଜ ଜୀବନ ମାନି ସବୁକିଛି ସମର୍ପଣ କରିଦିଅନ୍ତି ସେହି ଲୋକଟି ହିଁ ଆପଣଙ୍କ ଭାବନାକୁ ବୁଝିପାରେ ନାହିଁ। ଆପଣଙ୍କର ସରଳ ସ୍ୱଭାବ ଯୋଗୁଁ ପ୍ରେମ ମାମଲାରେ ଆପଣଙ୍କୁ ବହୁତ ବଡ଼ ଧକ୍କା କିମ୍ବା ମନଭଙ୍ଗର ସାମ୍ନା କରିବାକୁ ପଡ଼ିଥାଏ। ବିଶେଷ କରି ବୟସର 24ରୁ 28 ବର୍ଷ ଭିତରେ ଆପଣ ପ୍ରେମରେ ପଡ଼ି ନିଜର ବହୁତ ମୂଲ୍ୟବାନ ସମୟ ଏବଂ ମାନସିକ ଶାନ୍ତିକୁ ନଷ୍ଟ କରିଦେଇଥାନ୍ତି। ଧନୁରାଶି ପାଇଁ ସବୁଠାରୁ ଶୁଭ ଏବଂ ଶ୍ରେଷ୍ଠ ରାଶି କ'ଣ? ଧନୁରାଶି ହେଉଛି ଏକ ଅଗ୍ନିତତ୍ତ୍ୱ ରାଶି। ଏମାନଙ୍କ ପାଇଁ ମେଳକ ବା ଯୋଡ଼ି ହିସାବରେ 3ଟି ରାଶିର ପୁଅ ବା ଝିଅ ପୁରାପୁରି ଭାଗ୍ୟଶାଳୀ ଏବଂ ଶୁଭ ପ୍ରମାଣିତ ହୁଅନ୍ତି। ପ୍ରଥମ ହେଉଛି ମେଷ ରାଶି। ଏହି ରାଶିର ସାଥୀଙ୍କ ସହିତ ଧନୁରାଶିର ପ୍ରେମ ଓ ବୁଝାମଣା ସବୁଠାରୁ ଉତ୍ତମ ହୁଏ। ଦୁହିଁଙ୍କର ଚିନ୍ତାଧାରା ପୁରା ମିଶିଯାଏ। ଦ୍ୱିତୀୟରେ ହେଉଛି ସିଂହ ରାଶି। ସିଂହ ରାଶିର ପୁଅ ବା ଝିଅ ଧନୁରାଶି ପାଇଁ ଅତ୍ୟନ୍ତ ଶୁଭ। ବିବାହ ପରେ ଏମାନେ ପରସ୍ପର ଭାଗ୍ୟ ଚମକାଇ ଦିଅନ୍ତି ଏବଂ ଜୀବନରେ ପ୍ରବଳ ଉନ୍ନତି କରନ୍ତି। ତୃତୀୟରେ ହେଉଛି କୁମ୍ଭ ରାଶି। କୁମ୍ଭ ରାଶିର ସାଥୀମାନେ ବହୁତ ଜ୍ଞାନୀ ହୋଇଥାନ୍ତି, ଯାହା ଧନୁରାଶିର ଲୋକଙ୍କୁ ବହୁତ ଆକର୍ଷିତ କରିଥାଏ। ଏମାନଙ୍କ ଯୋଡ଼ି ଜୀବନ ସାରା ଖୁସିରେ ରହେ। କେଉଁ ନାମର ଅକ୍ଷର ଝିଅ ବା ପୁଅ ଧନୁରାଶି ପାଇଁ ସବୁଠୁ ଭାଗ୍ୟଶାଳୀ? ପ୍ରଥମେ ଜାଣିବା ଓ ଏବଂ ଲ, ଯାହାକି ଏ ଆଉ ଏଲ୍ ନାମର ବ୍ୟକ୍ତି, ଯାହାକି ମେଷ ରାଶି। ଏହି ନାମର ସାଥୀମାନେ ଧନୁରାଶିର ଲୋକଙ୍କୁ ପୁରା ପ୍ରାଣ ଦେଇ ଭଲ ପାଆନ୍ତି ଏବଂ ସବୁ ପରିସ୍ଥିତିରେ ସାଥ ଦିଅନ୍ତି। ଦ୍ୱିତୀୟରେ ହେଉଛି ମୋ ଏବଂ ଟ, ଯାହାକି ଏମ୍ ଆଉ ଟି ନାମର ବ୍ୟକ୍ତି, ଯାହାକି ସିଂହ ରାଶି। ଏହି ଅକ୍ଷରର ଝିଅ ବା ପୁଅ ଜୀବନରେ ଆସିବା ମାତ୍ରେ ଧନୁରାଶିର ଅଟକିଥିବା ଭାଗ୍ୟ ଖୋଲିଯାଏ ଏବଂ ଟଙ୍କା ପଇସାର ଅଭାବ ରହେନି। ଯାହାକି କୁମ୍ଭ ରାଶି। ପ୍ରଥମ ଅକ୍ଷର ହେଉଛି ସ। ଏମାନଙ୍କ ସହିତ ସମ୍ପର୍କ ବହୁତ ଭଲ ରହେ, ସୁଦୃଢ଼ ଏବଂ ମଧୁର ରହିଥାଏ। ଏମାନେ ଧନୁରାଶିର ସ୍ୱାଭିମାନୀ ପ୍ରକୃତିକୁ ପୁରା ସମ୍ମାନ ଦିଅନ୍ତି। ଧନୁରାଶିର ଭାଇ ଓ ଭଉଣୀମାନେ, ଆପଣଙ୍କ ପାଇଁ ଏହି ରାଶି ଓ ନାମର ସାଥୀମାନେ ତ ସବୁଠୁ ଶୁଭ, କିନ୍ତୁ ଗୋଟିଏ କଥା ସବୁବେଳେ ମନେ ରଖନ୍ତୁ, ଆପଣ ଭୁଲରେ ବି ବୃଷ ରାଶି, ଯାହାର ଅକ୍ଷର ହେଉଛି ଇ ଉ ଏ ଓ ବ ବା ବି ବୁ, କିମ୍ବା କନ୍ୟା ରାଶି, ଯାହାକିର ପ୍ରଥମ ଅକ୍ଷର ହେଉଛି ପ ପା ପି ପୁ ସ ଣ ଠ ର ଲୋକଙ୍କ ସହ ପ୍ରେମ ବା ଆର୍ଥିକ କାରବାର କରନ୍ତୁ ନାହିଁ। ଏହି ରାଶିର ଲୋକଙ୍କ ସହ ଆପଣଙ୍କର ଚିନ୍ତାଧାରା ଜମା ମିଶିବ ନାହିଁ ଏବଂ ଜୀବନରେ କେବଳ ଦ୍ୱନ୍ଦ୍ୱ ଓ ମନୋମାଳିନ୍ୟ ଦେଖାଦେବ। ଆପଣଙ୍କ ଜୀବନସାଥୀ ବା ପ୍ରେମୀଙ୍କ ନାମ କେଉଁ ଅକ୍ଷରରୁ ଆରମ୍ଭ ହେଉଛି ଏବଂ କେଉଁ ରାଶିର କମେଣ୍ଟ ବକ୍ସରେ ଲେଖନ୍ତୁ। ଏବେ ଜାଣିବା ଧନୁରାଶି ପାଇଁ କେଉଁ ବିବାହ ଶ୍ରେଷ୍ଠ, ଲଭ୍ ମ୍ୟାରେଜ୍ ନା ଆରେଞ୍ଜ ମ୍ୟାରେଜ୍? ଧନୁରାଶିର ଅଧିପତି ହେଉଛନ୍ତି ଗୁରୁ ବୃହସ୍ପତି, ଯିଏକି ସଂସ୍କାର, ପରମ୍ପରା ଏବଂ ଜ୍ଞାନର ପ୍ରତୀକ। କିନ୍ତୁ ଏହି ରାଶିର ଲୋକମାନେ ସ୍ୱଭାବରେ ଅତ୍ୟନ୍ତ ସ୍ୱାଧୀନ ପ୍ରିୟ ଏବଂ
ନିଜ ହିସାବରେ ଜୀବନ ଜୀଇବାକୁ ଭଲ ପାଆନ୍ତି। ଏହି ଦୁଇଟି ଯାକ କଥାକୁ ମିଶାଇ ଦେଖିଲେ ବିବାହର ପରିଣାମ ଏମିତି ଅଛି। ପ୍ରଥମେ ଯାହାକି ରହିଛି ଲଭ୍ ମ୍ୟାରେଜ୍। ଧନୁରାଶିର ଲୋକେ ପ୍ରେମ ମାମଲାରେ ପୁରା ସଚ୍ଚା ଏବଂ ବିଶ୍ୱସ୍ତ ହୋଇଥାନ୍ତି। ଏଥିପାଇଁ ଏମାନେ ନିଜ ପସନ୍ଦର ମଣିଷକୁ ବିବାହ କରିବାକୁ ବହୁତ ଇଚ୍ଛା ରଖନ୍ତି। ଶାସ୍ତ୍ର ଅନୁସାରେ ଧନୁରାଶିର ଲୋକଙ୍କର ଲଭ୍ ମ୍ୟାରେଜ୍ ସଫଳ ହେବା ଚାନ୍ସ 50ରୁ 50% ଥାଏ। ଏହାର କାରଣ ହେଉଛି ବିବାହ ପୂର୍ବରୁ ପ୍ରେମରେ ଏମାନେ ସାଥୀଙ୍କୁ ପୁରା ସ୍ୱାଧୀନତା ଦିଅନ୍ତି, କିନ୍ତୁ ବିବାହ ପରେ ଯଦି ସାଥୀ ଏମାନଙ୍କ ଉପରେ କୌଣସି ପ୍ରକାରର କଟକଣା ବା ସନ୍ଦେହ ରଖନ୍ତି ତେବେ ସମ୍ପର୍କରେ ବଡ଼ ଦ୍ୱନ୍ଦ୍ୱ ଓ ମନୋମାଳିନ୍ୟ ସୃଷ୍ଟି ହୋଇଥାଏ। ଆରେଞ୍ଜ ମ୍ୟାରେଜ୍ କ'ଣ ରହିଛି? ଧନୁରାଶିର ଲୋକଙ୍କ ପାଇଁ ଆରେଞ୍ଜ ମ୍ୟାରେଜ୍ ସବୁଠୁ ଅଧିକ ସଫଳ ଏବଂ ଶୁଭ ପ୍ରମାଣିତ ହୋଇଥାଏ। କାରଣ କ'ଣ? ପରିବାର ପକ୍ଷରୁ କୁଣ୍ଡଳୀ ମେଳକ, ରାଶି ଓ ନକ୍ଷତ୍ର ମିଳନ କରି ଯଦି ବିବାହ କରାଯାଏ ତେବେ ଗୁରୁ ବୃହସ୍ପତିଙ୍କ ଶୁଭ ଦୃଷ୍ଟି ସମ୍ପର୍କ ଉପରେ ପଡ଼ିଥାଏ। ଏହି ବିବାହରେ ଧନୁରାଶିର ଲୋକଙ୍କୁ ଏମିତି ସାଥୀ ମିଳନ୍ତି ଯିଏ ଏମାନଙ୍କ ପରିବାରକୁ ସମ୍ଭାଳିବା ସହ ଏମାନଙ୍କ ସ୍ୱାଭିମାନ ଓ ସ୍ୱଭାବକୁ ପୁରା ସମ୍ମାନ ଦିଅନ୍ତି। ଏହି ବିବାହ ଜୀବନ ସାରା ସୁଖ ଏବଂ ଶାନ୍ତିରେ କଟିଥାଏ। ଧନୁରାଶିର ଭାଇ ଓ ଭଉଣୀମାନେ, ଯଦି ଆପଣ ଲଭ୍ ମ୍ୟାରେଜ୍ କରୁଛନ୍ତି କିମ୍ବା ଆରେଞ୍ଜ ମ୍ୟାରେଜ୍, ସବୁଠୁ ବଡ଼ ସତ କଥା ହେଉଛି ବିବାହ ପୂର୍ବରୁ ନିଜ ସାଥୀଙ୍କ ସହ କୁଣ୍ଡଳୀ ନିଶ୍ଚୟ ମେଳକ କରନ୍ତୁ। ବିଶେଷ କରି ଆପଣଙ୍କ ବୟସର 24ରୁ 28 ବର୍ଷ ଭିତରେ ଯଦି ଆପଣ କାହା ପ୍ରେମରେ ପଡ଼ି ତରବଳିଆ ଭାବେ କୋର୍ଟ ମ୍ୟାରେଜ୍ କିମ୍ବା ଘରର ଲୋକଙ୍କ ବିନା ସମ୍ମତିରେ ବିବାହ କରନ୍ତି ତେବେ ଜୀବନରେ ଆପଣଙ୍କୁ ବହୁତ ବଡ଼ ପଶ୍ଚାତାପ କରିବାକୁ ପଡ଼ିପାରେ। ପରିବାରର ଆଶୀର୍ବାଦ ହିଁ ଆପଣଙ୍କ ବିବାହିତ ଜୀବନକୁ ସଫଳ କରିବ। ତେବେ ଧନୁରାଶିର ମୋର ପ୍ରିୟ ଭାଇ ଓ ଭଉଣୀମାନେ, ଆଜି ଆମେ ଆପଣଙ୍କ ଜୀବନର ସ୍ୱଭାବ, ଭାଗ୍ୟୋଦୟ, ବୟସ, ପ୍ରେମ ଏବଂ ବିବାହର ସବୁଠୁ ବଡ଼ ରହସ୍ୟ ବିଷୟରେ ଜାଣିଲେ। ଶାସ୍ତ୍ର ଅନୁସାରେ ଆପଣଙ୍କ ଜୀବନରେ ସଂଘର୍ଷ ନିଶ୍ଚୟ ଆସେ, କିନ୍ତୁ ଭଗବାନ ଆପଣଙ୍କୁ ଏମିତି ଏକ ସଫଳତା ଦିଅନ୍ତି ଯାହା ସମସ୍ତଙ୍କୁ ଚମକାଇ ଦିଏ। ଯଦି ଆଜିର ଭିଡ଼ିଓଟି ଆପଣଙ୍କ ମନକୁ ଛୁଇଁଛି ତେବେ ଭିଡ଼ିଓକୁ ଏକ ଛୋଟ ଲାଇକ୍ କରି ଆମ ଚ୍ୟାନେଲକୁ ଏବେ ହିଁ ସବସ୍କ୍ରାଇବ୍ କରିଦିଅନ୍ତୁ, ଯେମିତି ଆଗକୁ ମଧ୍ୟ ଆପଣଙ୍କ ନିଜ ରାଶିର ଏମିତି ସତ୍ୟ କଥା ଜାଣିପାରିବେ। ଆପଣଙ୍କ ଦିନ ଶୁଭମୟ ହେଉ। ଭଗବାନ ଆପଣଙ୍କର ସବୁ ମନସ୍କାମନା ପୂର୍ଣ୍ଣ କରନ୍ତୁ। ଜୟ ଜଗନ୍ନାଥ।